ଷଷ୍ଠ ଶ୍ରେଣୀ ନୂଆ ଇଂଲିଶ ବୁକ୍ ଜସ୍ମିନ୍ର ସେକେଣ୍ଡ ଚାପ୍ଟର ଯେଉଁଟାକି ଦ ରବେନ୍ ଆଣ୍ଡ ଦ ଫକ୍ସ ର ପ୍ରଶ୍ନ ଉତ୍ତର ଆମେ ଆଜି ଏହି ଭିଡ଼ିଓରେ ଆଲୋଚନା କରିବା। ଏହି ଭିଡ଼ିଓଟି ସାଧାରଣତଃ ଯେଉଁ ପ୍ୟାରେଣ୍ଟସ୍ ମାନେ ତାଙ୍କ ଛୁଆକୁ ଘରେ ପାଠ ପଢ଼ାଉଛନ୍ତି ସେମାନଙ୍କ ପାଇଁ, ଯେଉଁମାନେ ଟ୍ୟୁସନ୍ କରୁଛନ୍ତି ବା ଯଦି ଟିଚର କିଏ ଅଛନ୍ତି ଯେଉଁମାନଙ୍କର ଟିକେ ମାନେ କନଫ୍ୟୁଜନ୍ ଥାଏ ଏଇଟା କ'ଣ ହେବ ଉତ୍ତର ହେବ ସେଇମାନଙ୍କ ପାଇଁ ରହୁଛି। ବିଷୟଟି ତ ଏଠାରେ ମୁଁ ବୁଝାଉନାହିଁ କିନ୍ତୁ ସର୍ଟରେ ଟିକେ କହିଦେଉଛି। କ'ଣ ନା ଗୋଟେ କାଉ ଖାଦ୍ୟ ଧରିଛି, ଗୋଟେ ଫକ୍ସଟେ ଆସିକି କେମିତି ତାକୁ ମାନେ ମିଛ ପ୍ରଶଂସା କରିକି ତାଠୁ ସେ ଖାଦ୍ୟଟିକୁ ଚୋରେଇକି ନେଇଯାଉଛି। ଏଇ ଉପରେ ଆଧାରିତ ରହୁଛି ଆମ ଟପିକଟି। ମାନେ ଗୋଟେ ଛୁଆମାନଙ୍କୁ ଗୋଟେ ମୋରାଲ ଭ୍ୟାଲୁ ଦିଆଯିବ ଏଇଠି ଯେ ଆପଣଙ୍କୁ ଯଦି କିଏ ମିଛ ପ୍ରଶଂସା କରେ ଆପଣ ଏଠାରେ ତା ପ୍ରଶଂସାରେ ଭାସିଯିବେ ନାହିଁ, ଆପଣଙ୍କର ହିଁ ଲସ୍ ହେବ। ଏଠି ଦେଖନ୍ତୁ ପ୍ରଥମେ ଆମର ଦୁଇଟା ପ୍ରଶ୍ନ ଅଛି। ମାନେ ଛୁଆମାନଙ୍କୁ ପୂର୍ବରୁ କ'ଣ ଜାଣିଛନ୍ତି ଏଇ ଟାଇପ୍ର ଜାଣିବା ପାଇଁ ଦୁଇଟା ପ୍ରଶ୍ନ ଅଛି। ତାର ଉତ୍ତର ଦେଖନ୍ତୁ ମୁଁ ତଳେ ଲେଖି ନେଇଛି। ଆପଣ ଯେତେବେଳେ ଛୁଆମାନଙ୍କୁ ପଚାରୁଛନ୍ତି ଏଗୁଡ଼ା ତାର ଉତ୍ତର ହେଇପାରେ। ଦେଖନ୍ତୁ ଛୁଆମାନେ ତ କିଏ କ'ଣ ଉତ୍ତର ଦେବ ତାର ମାନେ ନାହିଁ, ଅଲଗା ଅଲଗା ବି ଦେଇପାରନ୍ତି, କିନ୍ତୁ ଓଭରଅଲ୍ ଗୋଟେ ଏଇଆ ଆନ୍ସର ତାର ହେବ। ୱି ନୋ ଦ୍ୟାଟ୍ ଫ୍ରଗ୍ସ କ୍ରକ୍, ଡିଡ୍ ୟୁ ନୋ ଦ୍ୟାଟ୍ ରେଭେନ୍ସ ଅଲସୋ କ୍ରକ୍? ୟେସ୍ ଆଇ ନୋ ଦ୍ୟାଟ୍ ରେଭେନ୍ସ ଅଲସୋ କ୍ରକ୍। ବୁଝିପାରିଲେ? ସି ଦ ପିକ୍ଚର ଆଣ୍ଡ ସେ ହୁ ଡୁ ୟୁ ଥିଙ୍କ ଇଜ୍ କନିଂ? ମାନେ କିଏ ଏଠି ଚତୁର, ସେ ଫକ୍ସ ଚତୁର ନା ସେ କାଉଟି ଚତୁର? ଏଠି ନିହାତି ଫକ୍ସ ହବ କାରଣ ସେ ପ୍ଲାନ୍ କରିକି ସେ ନେଇଗଲା ତାର ଖାଦ୍ୟଟି। ଏବେ ଆମେ ଦେଖନ୍ତୁ ଅଭ୍ୟାସ କାର୍ଯ୍ୟକୁ ଯିବା। ସେ କହୁଛି କ'ଣ, ଯୋଉ ଡ୍ୟାସ୍ ପୂରଣ ଗୁଡ଼ା ଦେଇଛି ଆମର ଶୂନ୍ୟ ସ୍ଥାନ ପୂରଣ କର ଦେଇଛି, ସେଠି ଦୁଇଟା ଲେଖେ ଅପସନ୍ ଅଛି ଯୋଉଟାକି ଆମର ଷ୍ଟାଞ୍ଜା 1ରୁ ମାନେ ପଢ଼ିକି ଆପଣ କୋଉଟା ତାର ସଠିକ ଆନ୍ସର ହବ ଲେଖିବେ। ଏଇ ଦିଟାରୁ ଗୋଟିଏ ହିଁ ଆନ୍ସର ହବ, ଏଇ ଶୂନ୍ୟ ସ୍ଥାନ ଆପଣ ତାକୁ ପୂରଣ କରିବେ। ଷ୍ଟାଞ୍ଜା 1 ଷ୍ଟାଞ୍ଜା 2 ଅଛି ଆମର ଏମିତି। ପ୍ରଥମେ ଦେଖନ୍ତୁ ଆଇର ଉତ୍ତରଟି କ'ଣ ହେଉଛି, ବାର୍ଡ ହେଉଛି, ତେଣୁ ଆପଣ ଏଇଠି ବାର୍ଡ ବୋଲି ଲେଖିବେ। ଦେଖନ୍ତୁ ତା ଉପରେ ଉପରେ ଲେଖିଲା ବେଳକୁ ଅକ୍ଷର ଗୁଡ଼ିକ ବହୁତ ବଡ଼ ବଡ଼ ହେଇଯାଉଛି, ଆପଣଙ୍କୁ ଜାଣିବା ପାଇଁ ସ୍ପେଲିଂ ବି ମିଷ୍ଟେକ୍ ହେଇପାରେ। ତେଣୁ ମୁଁ ତଳେ ଦେଖନ୍ତୁ ଏଗୁଡ଼ିକ ଲେଖିଦେଇଛି। ଆଉ ଯେଉଁଗୁଡ଼ିକ ଉତ୍ତର ତାକୁ ଟିକେ ଡାର୍କ କଲର କରିଛି, ଆପଣ ଜାଣିବେ ଯେ ସେଇଟା ଉତ୍ତର। ମୁଁ ଆପଣଙ୍କୁ ରାଉଣ୍ଡ କରିକି ଦେଖେଇ ଦେଉଛି। ଯେଉଁଟା ଡାର୍କ କଲର ଅଛି ସେଇଟା ହିଁ ଆନ୍ସର, ବୁଝିଲେ? ଯେଉଁଟା ଟିକେ ହାଲକା ଅଛି ସେଇଟା ହେଉଛି ପ୍ରଶ୍ନ, ଏ ପିସ୍ ଅଫ୍ ଫୁଡ୍। ତାପରେ ଏମିତି ଷ୍ଟାଞ୍ଜା 2ର ଦେଖନ୍ତୁ ଅଛି ଆମର ଆନ୍ସର କ'ଣ ହବ, ଗୁଡ୍ ଲୁକିଂ। ବୁଝିଲେ? ଆମର ଏମିତି ଡବଲ ଆଇର ଆନ୍ସର ହବ ସିଂ। ମୁଁ ତାକୁ ରାଉଣ୍ଡ କରିକି ଦେଖେଇ ଦେଉଛି, ଆପଣ ସେ ଶୂନ୍ୟ ସ୍ଥାନରେ ସେଗୁଡ଼ାକୁ ହିଁ ଲେଖନ୍ତୁ। ତାପରେ ଟ୍ରିପଲ ଆଇର ହବ ଉଡ୍ସ। ତାପରେ ବୁଝିଲେ? ତାପରେ ଦେଖନ୍ତୁ ଷ୍ଟାଞ୍ଜା 3ର ଫରଗଟ୍, ସିଂ, ଆମର ଡବଲ ଆଇ। ସେହିପରି ଭାବରେ ଟ୍ରିପଲ ଆଇର ହବ ଫୁଡ୍ ହବ। ଆମେ ଯେତେବେଳେ ଷ୍ଟାଞ୍ଜା 4କୁ ଯାଉଛେ ସେଇଟା ହେଇଯିବ ଲାଫ୍ଟ। ଆମର ଫାର୍ଷ୍ଟଟା, ସେକେଣ୍ଡଟା ହବ ୱାଇଜ୍, ଥାର୍ଡଟା ହବ ଲେସନ୍। ଡାର୍କ କଲର ଯେଉଁଗୁଡ଼ା ଅଛି ସେଗୁଡ଼ା ହିଁ ଆନ୍ସର, ଆପଣ ସେଗୁଡ଼ାକୁ ହିଁ ଲେଖନ୍ତୁ। ତା ଉପରେ ଉପରେ ଲେଖିଥିଲେ ହେଇଥାନ୍ତା କିନ୍ତୁ ସେଗୁଡ଼ିକ ବଡ଼ ବଡ଼ ଅକ୍ଷର ହେଇଯାଉଛି, ସ୍ପେଲିଂରେ ବି ଅସୁବିଧା ହେଉଛି, ତେଣୁ ମୁଁ ତଳେ ଲେଖିଦେବାକୁ ଚାହିଁଲି। ମୋ ହିସାବରେ ସେଇଟା ବେଟର ହବ ମୁଁ ଭାବିଲି। ତାପରେ ଦେଖନ୍ତୁ ଏଇଟା ଯିବା 1 ନମ୍ବରରେ କ'ଣ ଅଛି ନା ମାନେ କ ସ୍ତମ୍ଭ ଖ ସ୍ତମ୍ଭ ଯେମିତି ଆମେ ଓଡ଼ିଆରେ କରୁ ବା ବିଜ୍ଞାନରେ କରୁ ସେଇ ଟାଇପ୍ର ଏଇଟା ଦେଇଛି। ଆମେ ଗାର ଟାଣିକି ତାକୁ ଯୋଡ଼ିବା। ବୁଝିଲେ? ଏପଟେ ଦେଇଛି କ'ଣ ନା ୱାର୍ଡ ଗୁଡ଼ିକ ଦେଇଛି, ସେପଟ ସାଇଡ଼ରେ ତାର ମିନିଂ ଗୁଡ଼ିକ ଦେଇଛି। ଆମେ ତାକୁ କ'ଣ କରିବା ନା ଗାର ଟାଣିକି ଯୋଡ଼ିବା। ମୁଁ ସେଇଟା ଗାର ଟାଣିଲା ବେଳକୁ ଆପଣ ଜାଣିପାରିବେ ନ ଜାଣିପାରିବେ, ସେଥିପାଇଁ ଟାଣିକି ମଧ୍ୟ ଦେଖେଇଛି। ତା ସହିତ ତଳେ ମଧ୍ୟ କ'ଣ କରିଛି ନା ସିଧା ସିଧାରେ ତାକୁ ଲେଖିଦେଇଛି, ଆପଣ ଯେମିତି ଆପଣଙ୍କୁ କିଛି ପ୍ରୋବ୍ଲେମ୍ ନ ହୁଏ। ମୁଁ ମୋ ହିସାବରେ ଚେଷ୍ଟା କରିଛି ଯେ ଆପଣମାନଙ୍କର କୌଣସି ପ୍ରକାର ଡାଉଟ୍ ରହିବନି ବା ଆପଣ କେଉଁଠି ବି କ'ଣ ଆନ୍ସର ହେଲା ବୋଲି ସମସ୍ୟା ଫେସ୍ କରନ୍ତୁନି, ପ୍ରୋବ୍ଲେମ୍ କେମିତି ସେଇ ହିସାବରେ କରିବା ପାଇଁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିବ ଭିଡ଼ିଓକୁ ଆପଣ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଦେଖନ୍ତୁ ଆମର 2 ନମ୍ବରଟା ତାକୁ ଦେଇଦେଇଛି, 3 ନମ୍ବରଟା କ'ଣ ହେଉଛି ଇ ସହିତ, ତେଣୁ ଆମେ 3 ନମ୍ବରଟାକୁ କ'ଣ କରିବା ଇ ସହିତ, 4 ନମ୍ବରଟାକୁ ସି ସହିତ, 5 ନମ୍ବରଟାକୁ କ'ଣ କରିବା ବି ସହିତ। ବୁଝିଲେ? ତାପରେ 6 ନମ୍ବରଟା ହବ ଜି ସହିତ, 7 ନମ୍ବରଟା ହେଉଛି କାହା ସହିତ ନା ଏଫ୍ ସହିତ। ଏଇ ଯେ ସିଧା ସିଧା ବି ମୁଁ ଲେଖିଦେଇଛି କ୍ଲିଅର ହେବା ପାଇଁ, ତା ସହିତ ଗାର ଟାଣିକି ବି ଆପଣଙ୍କୁ କ'ଣ କରୁଛି ନା ଦେଖେଇ ଦେଉଛି। ତାପରେ ନେକ୍ସଟ ଯିବା। ଦେଖନ୍ତୁ ଆଉଥରେ ମୁଁ ଆଉ ଟିକେ ଆପଣଙ୍କୁ ଦେଖେଇ ଦେଉଛି, ଆପଣ ଯଦି କନଫ୍ୟୁଜନ୍ ହେଉଛନ୍ତି ଲେଖି ନିଅନ୍ତୁ କେଉଁଟା କ'ଣ 1 ନମ୍ବର 2 ନମ୍ବର 3 ନମ୍ବର ଏମିତି ସବୁ ଅଛି। ତାପରେ ଦେଖନ୍ତୁ ଅଛି ଆମର କ'ଣ ନା ଲେଟ୍ ଅସ୍ ଥିଙ୍କ ଆଣ୍ଡ ରିଫ୍ଲେକ୍ଟ। ଏଠି 4ଟା ଚିତ୍ର ସେ ଦେଇଛି। ଆପଣ ତ ବିଷୟଟି ପଢ଼ିଛନ୍ତି,
ଜାଣିଛନ୍ତି କ'ଣ କେମିତି ହେଲା ସିକ୍ୱେନ୍ସ, ତେଣୁ ସେଇ ସିକ୍ୱେନ୍ସ ଅନୁସାରେ ଆମେ ତାକୁ କ'ଣ କରିବା ଦେଇଛି ନା ସେ ନମ୍ବରିଂ କରିବାକୁ ଦେଇଛି ଯେ ପ୍ରଥମେ କୋଉଟା ହେଲା, ତାପରେ କୋଉଟା ହେଲା, ତାପରେ କୋଉଟା ହେଲା, ତାପରେ କୋଉଟା ହେଲା। ଦେଖନ୍ତୁ ଗୋଟେ ଚିତ୍ରରେ ଅଛି କ'ଣ ନା କାଉଟି ଖାଦ୍ୟଟିକୁ ଧରିଛି, ଆଉ ଗୋଟେ ଚିତ୍ରରେ କାଉ ଗଛ ଉପରେ ବସିଛି, ସେ ଫକ୍ସ ତାକୁ ଦେଖୁଛି, ଆଉ ଗୋଟେ ଚିତ୍ରରେ ଦେଖନ୍ତୁ କ'ଣ ନା ଫକ୍ସ ଖାଦ୍ୟଟିକୁ ଧରିକି ପଳଉଛି, ଆଉ ଗୋଟେ ଚିତ୍ରରେ ଅଛି ଦେଖନ୍ତୁ କାଉର ପାଟିରୁ ଖାଦ୍ୟଟି ପଡ଼ି ଯାଉଛି। ଦେଖନ୍ତୁ ପ୍ରଥମ ଚିତ୍ର ଏଇଟା ନିହାତି ହବ, କାରଣ କାଉ ତ ଫାଷ୍ଟ ଖାଦ୍ୟ ପାଇଲା ନା, ତାପରେ ସିନା ଯାଇକି ଯାହା ହେଲା। ତାପରେ 2 ନମ୍ବରରେ କ'ଣ ହବ ଦେଖନ୍ତୁ, କୋଉଟା କାଉ ଦେଖନ୍ତୁ ଗଛରେ ଧରିକି ବସିଛି, ଇଏ ତାକୁ ଦେଖୁଛି, ତେଣୁ ଏଇଟା ହବ 2 ନମ୍ବର। ଆଗ ଦେଖିବ ନା, ତାପରେ ସିନା ତା ସହିତ କନଭିନ୍ସ କଲା। ତାପରେ ଯେତେବେଳେ ତା ସହିତ କନଭିନ୍ସ କରିଛି କ'ଣ ହେଇଛି ନା କାଉର ପାଟିରୁ ସେ ଖାଦ୍ୟଟି ଗଳି ପଡ଼ିଛି। ଦେଖନ୍ତୁ ଏଠି ଗଳି ପଡ଼ିଛି ତା ପାଟିରୁ ଏଇ ଚିତ୍ରରେ, ତେଣୁ ଏଇଟା ହବ 3 ନମ୍ବର। ଏଇଟା ତାପରେ ସେ ତାକୁ ଧରିକି ଫକ୍ସ କ'ଣ କରିଛି ଦୌଡ଼ିକି ପଳେଇଛି ଖାଦ୍ୟଟିକୁ ନେଇକି, ତେଣୁ ଏଇଟା ହବ 4 ନମ୍ବର। ମୁଁ ଆଉଥରେ ଦେଖେଇ ଦଉଛି, ଏଇଟା 1, ଏଇଟା 2, ଏଇଟା 3 ହବ, ଏଇଟା କ'ଣ ହେଲା 4 ହବ। ତାପରେ ଯିବା ନେକ୍ସଟ ଦେଖିବା, ଏଇଟା ଦେଇଛି ଆମର ମାନେ 2 ନମ୍ବର। ଆମର କ'ଣ ଅଛି ନା ମାନେ ଶୂନ୍ୟ ସ୍ଥାନ ପୂରଣ ହିଁ ଏଇଟା ଦେଇଛି ଆଇରେ, ଆଉ ସେକେଣ୍ଡ ଆଇରେ ଦେଇଛି ଆଉ କାହିଁକି ସେମାନେ ମାନେ ତାକୁ କିଙ୍ଗ ବୋଲି କହିବେ ବୋଲି ସେ ମାନେ ତାକୁ କହିଲା, ଆଡ୍ରେସ ଦ ରବୀନ୍ଦ୍ରନାଥ ସାର୍, କାହିଁକି ସେ ତାକୁ ସାର୍ ବୋଲି ଡାକିଲା, ହେଲା ବୁଝିପାରିଲେ। ଏଇ 3ଟା ଅଛି। ତାପରେ B ନମ୍ବରରେ ଅଛି ସେମିତି, ଆଉ ଆମେ କ'ଣ କରିବା ଏଇଟା ତା ଆନ୍ସର ଲେଖିବା। ଦେଖନ୍ତୁ 1 ନମ୍ବରର ଆନ୍ସର ହବ ଏଇଟା ମାନେ ସାଇନି ଆଣ୍ଡ ବ୍ୟୁଟିଫୁଲ, ନିହାତି ତାର ଇଏ ଗୁଡ଼ିକ ସାଇନିଂ କରୁଥିଲା, ସୁନ୍ଦର ବି ଥିଲା। କାଉର ତ ବହୁତ ଚିକଣ ନା ତା ପର ଗୁଡ଼ିକ। ତାପରେ ଆମର ଡବଲ ଆଇକି ଯିବା, ହ୍ୱାଇ ଉଡ୍ ଦ ବାର୍ଡସ୍ ଅଫ୍ ଦ ଉଡ୍ସ କଲ୍ ଦ ରବିନ୍ କିଙ୍ଗ, ବିକଜ ଦ ଫକ୍ସ ସେଡ୍ ଦ୍ୟାଟ୍ ଇଫ୍ ଦ ରବିନ୍ ଉଡ୍ ସିଙ୍ଗ ଅଲ୍ ଦ ବାର୍ଡସ୍ ଉଡ୍ କଲ୍ ହିମ୍ କିଙ୍ଗ। ତାକୁ ସେ ମିଛ ପ୍ରଶଂସା କରିଛି, ଯଦି ତମେ ବଢିଆ ଗୀତଟେ ଗାଇବ ତାହେଲେ ତମକୁ କ'ଣ ସେମାନେ ରାଜା ବୋଲି କହିବେ। ଇଏ ତ ସେ ପ୍ରଶଂସାରେ ମୁଗ୍ଧ ହେଇଗଲା। ସେଇପରି ଭାବରେ ସବୁ ଗୁଡ଼ିକ ମୁଁ ଲେଖିଛି। ଦେଖନ୍ତୁ ଆପଣ ତାର ଆନ୍ସର ଗୁଡ଼ିକୁ ଦେଖି ଦେଖି କ'ଣ କରନ୍ତୁ, ଲେଖି ନିଅନ୍ତୁ। ଆଉ ଯେମିତି କୋକୋସିଆଳିଟି ବା ଫକ୍ସଟି କ୍ଲେଭର, ଆଉ କାଉଟି କ'ଣ ହେଇଯାଇଛି ବୋକା ନିହାତି, ବୁଝିଲେ। ତାପରେ 3 ନମ୍ବରରେ କ'ଣ ଦେଇଛି ଦେଖନ୍ତୁ, ଯେ ଯଦି ତମକୁ ଜଣେ ଆସିକି ଅଯଥାରେ ମାନେ କିଛି କାମ ନାହିଁ ପ୍ରଶଂସା ବହୁତ କରୁଛି ଆପଣଙ୍କୁ, ତାହେଲେ ଆପଣ କେମିତି ତାକୁ ରିଆକ୍ସନ ଦେବେ ବା ଆପଣ କ'ଣ ତାକୁ କହିବେ ସେଇ ବିଷୟରେ ଲେଖନ୍ତୁ। ନିଜ ମନରୁ ଏଇଟା ଲେଖିଛି। ମୁଁ ପ୍ରଥମେ କ'ଣ କରିବାକୁ କହିଛି ନା ତାକୁ ଧନ୍ୟବାଦ ଦେବେ, ଯେହେତୁ ସେ ଆପଣଙ୍କର ପ୍ରଶଂସା କଲା, ଆପଣ ତ ତାକୁ ଆଉ ଗାଳି ଦେବେନି। ଜଣେ ତମକୁ ଭଲ କହୁଛି ତାକୁ କ'ଣ କରିବେ ପ୍ରଶଂସା କରିବେ, କିନ୍ତୁ ତାର ସବୁ କଥାକୁ ବିଶ୍ୱାସ କରିବେ ନାହିଁ, କାରଣ ତାର ହୁଏତ କିଛି ଯେମିତି ମାନେ ବିଲୁଆଟି ଯେମିତି କାଉକୁ ପ୍ରଶଂସା କରିକି ମାଂସ ଖାଇବା ତାର ଉଦ୍ଦେଶ୍ୟ ଥିଲା, ସେମିତି ବି କିଛି ଉଦ୍ଦେଶ୍ୟ ଥାଇପାରେ। ତେଣୁ ସବୁ କଥାକୁ ତାର ବିଶ୍ୱାସ କରିବେ ନାହିଁ। ତାପରେ ଦେଖନ୍ତୁ ଷ୍ଟାଞ୍ଜା 1, ଷ୍ଟାଞ୍ଜା 2, ସେଠି କ'ଣ ଅଛି ନା ଆମର ଯୋଉ ବିଷୟଟି ଅଛି ସେଥିରେ କ'ଣ ହେଇଛି ରାଇମିଂ ୱାର୍ଡ ଗୁଡ଼ିକ ରହୁଛି। ଯେହେତୁ ଆପଣ ଯେତେବେଳେ ପୋଏମ୍ ପଢିବେ ନିହାତି ସେଥିରେ କ'ଣ ଥାଏ ରାଇମିଂ ୱାର୍ଡ ଥାଏ, ନହେଲେ ସୁନ୍ଦର ଶ୍ରୁତି ମଧୁର ହେବନି ନା କେବେ ବି ଗୋଟେ କବିତାଟେ। ତେଣୁ ସେ ରାଇମିଂ ୱାର୍ଡ ଗୁଡ଼ିକୁ ଲେଖିବା ପାଇଁ ସେ କହିଛି। 1 ପାରାଗ୍ରାଫରେ କ'ଣ ଅଛି, 2ରେ କ'ଣ ଅଛି, 3ରେ କ'ଣ ଅଛି, 4ରେ ଅଛି, ଷ୍ଟାଞ୍ଜାରେ କ'ଣ ଅଛି ସେଇଟାକୁ ଆମେ ଲେଖିବା। ମୁଁ ଏଠି ଦେଖନ୍ତୁ ଲେଖିଦେଇଛି, ଆପଣ ତାକୁ ଦେଖି ଦେଖି ମଧ୍ୟ କ'ଣ କରିବେ ଲେଖିପାରିବେ। ଆପଣ ବିଷୟରୁ ମଧ୍ୟ ଖୋଜିକି ଆମ ପୋଏମରୁ ବି ଏଇଟା ପାଇପାରିବେ, କିଛି ଅସୁବିଧା ନାହିଁ। ସେମିତି 2 ନମ୍ବରରେ ଦେଇଛି କ'ଣ ଦେଖନ୍ତୁ, ଆମର ଯୋଉ ବିଗ୍ ବିଗ୍ ଅଛି ସେମିତି ଏଠି କ'ଣ 2ଟା ଯାକ ବି ସାଉଣ୍ଡ ଶୁଭୁଛି। ଯେତେବେଳେ ଗୋଟେ ସମାନ ସାଉଣ୍ଡ ଶୁଭୁଥିବ ସଙ୍ଗ ସୁଇଟ୍, ଦେଖନ୍ତୁ 2ଟା ଯାକ କ'ଣ ସ ଶୁଭୁଛି ସମାନ। ସେଇପରି ଭାବରେ ସେ କହିଛି ଆପଣଙ୍କର ଯୋଉ ଆମର ବହିର ଷ୍ଟାଞ୍ଜା 2ର ଯୋଉଟା ସମାନ ସମାନ ସାଉଣ୍ଡ ଶୁଭୁଛି ଆପଣ ବାଛିକି ଆଣନ୍ତୁ ବୋଲି ସେ କହିଛି, ବା ବାଛିକି ଲେଖନ୍ତୁ ବୋଲି କୁହନ୍ତି। ମୁଁ ଏଠି ଲେଖିଦେଇଛି ଦେଖନ୍ତୁ 2ଟା ଯାକ ଡବ୍ଲୁରୁ ଷ୍ଟାର୍ଟ ହେଇଛି, ସମାନ ବି ଶୁଭୁଛି ଉଡ୍ ଆଉ ଉଡ୍। ତେଣୁ ଆମେ ଏଇ 2ଟା ଯାକ କ'ଣ କରିଲେ ଲେଖିଲେ, ବୁଝିପାରିଲେ ତ। ଯେତେବେଳେ ସମାନ ସାଉଣ୍ଡ ଶୁଭୁଥିବ, ଏଠି ଅକ୍ଷର କଥା କହିନି, ଏଠି ସାଉଣ୍ଡ କଥା କହିଛି, ବୁଝିଲେ। ବେଳେ ବେଳେ ଲେଖା ସମାନ ହେଇଥାଏ କିନ୍ତୁ ତାର ସାଉଣ୍ଡଟା ଅଲଗା ଆସେ, ଏଠି ସାଉଣ୍ଡର କଥା କହିଛି। ତାପରେ 3 ନମ୍ବରକୁ ଯିବା, କ'ଣ ଦେଇଛି ନା ଚୁଜ୍ ଦ କରେକ୍ଟ ଅପୋଜିଟ୍ from the box given below and complete the table. There are 2 extra words that you will not need. One is done for you. ସେ କହୁଛି ଦେଖନ୍ତୁ ଏଇ ଯୋଉ ଉପରେ ଯୋଉ ୱାର୍ଡ ଗୁଡ଼ିକ ଦେଇଛି କୋଉଟା କାହାର ଅପୋଜିଟ୍ ହବ ଲେଖନ୍ତୁ। 2ଟା ସେ ଅଧିକ ଦେଇଛି, ସେ 2ଟାକୁ ଆପଣଙ୍କୁ ଲେଖିବାକୁ ଦରକାର ପଡ଼ିବ ନାହିଁ। 2ଟା ନିହାତି କ'ଣ ହବ
ବଳି ପଡ଼ିବ। ମୁଁ ଲେଖିଦେଇଛି କୋଉଟା କାହାର ହବ, 7ଟାକୁ 7ଟା ଆଉ 2ଟା କ'ଣ ହବ ବଳକା ରହିବ। ଆପଣ ଲେଖି ନିଅନ୍ତୁ। ତାପରେ ଯିବା ନେକ୍ସଟ। ତାପରେ କ'ଣ କହିଛି ନା ସେଥିରୁ ମାନେ 4ଟା ୱାର୍ଡକୁ ବ୍ୟବହାର କରିକି ତୁମେ 4ଟା ବାକ୍ୟ ଲେଖ ଦେଇଛି। କ'ଣ 4ଟା ୱାର୍ଡ, ସେ ଯୋଉ ଅପୋଜିଟ୍ ୱାର୍ଡସ୍ ଯୋଉ ଟେବୁଲ ଦେଇଛି ସେ ଟେବୁଲରୁ 4ଟା ୱାର୍ଡକୁ ଆପଣ ବ୍ୟବହାର କରିକି 4ଟା ବାକ୍ୟ ଲେଖିବାକୁ କହିଛି। ମୁଁ ଏଠି 4ଟା ବାକ୍ୟ ଲେଖିଦେଇଛି। ଆପଣ ତାକୁ ଦେଖି ଦେଖି ଲେଖିପାରିବେ। ଆପଣ ଚାହିଁଲେ ନୂଆ ବାକ୍ୟ ମଧ୍ୟ ଲେଖିପାରିବେ, କୌଣସି ପ୍ରକାର ସମସ୍ୟା ନାହିଁ। ତାପରେ ଦେଇଛି ଦେଖନ୍ତୁ, ଏଇଟା ଆମର ଲେଟସ୍ ଲିସିନ୍ର ଯୋଉଟାକି ଆମର 37 ନମ୍ବର ପେଜରେ ଅଛି। ଗୋଟେ ଛୋଟିଆ ଗପଟେ ଅଛି, ଆପଣ ବହି ଦେଖନ୍ତୁ। ଟିଚର ମାନଙ୍କୁ ଅନୁରୋଧ ଏଇଟା ଆପଣ ଦେଖିକି ତା ଅର୍ଥ ବୁଝେଇ ଦିଅନ୍ତୁ, ତାପରେ ଯାଇକି ଆନ୍ସର ଲେଖିବା। ସେ କହୁଛି କାଉଟି କ'ଣ ହେଲା, ବାଧ୍ୟ ଦୁଃଖୀ ହବ। ତା ଖାଦ୍ୟ ଯେହେତୁ ଏତେ ପରିଶ୍ରମରେ ଆଣିଥିଲା ପଳେଇଲା, ସେ ତ ଦୁଃଖୀ ହବ ନା, ତେଣୁ ଏଟା ତାର ଠିକ ହବ। ତେଣୁ ଏଇଟା ହବ କ'ଣ ଟ୍ରୁର ହବ। ତାପରେ ବି ରେ ଦେଖନ୍ତୁ ଦ କ୍ରୋ thought that his lovely feathers made him smart, ଏଟା ଫଲ୍ସ, ତେଣୁ ଏଫ୍ ହବ। ତାପରେ ଦ କ୍ରୋ ୱାଣ୍ଟେଡ୍ ଟୁ ଟେଲ୍ ହିଜ୍ ଫ୍ରେଣ୍ଡସ୍ ନଟ୍ ଟୁ ବି ପ୍ରାଉଡ୍, ଏଟା ଟ୍ରୁର ହବ। ଟ୍ରୁ, ମୁଁ ଉତ୍ତର ବି ତଳେ ଲେଖିଦେଇଛି, ଆପଣ ତାକୁ ଦେଖି ଦେଖି ଲେଖିପାରିବେ। ତାପରେ କ'ଣ ଦେଇଛି ଲେଟ୍ ଅସ୍ ସ୍ପିକ୍, ଏଇଟା ଦେଖନ୍ତୁ ଆମକୁ କହିବାକୁ ପଡ଼ିବ। ଏଇଠି ଗୋଟେ ଧାଡ଼ି ସେ ଦେଇଛି, ଏଇ ଧାଡ଼ି ଅନୁସାରେ ଆପଣ କ'ଣ କରିବେ ନା ସେ ଆଉ ଗୋଟେ ଷ୍ଟୋରି ଆପଣଙ୍କୁ ମନରୁ କହିବାକୁ ପଡ଼ିବ। ଏଇଟା ଲେଖିବାକୁ ପଡ଼ିବନି, ଏଇଟାକୁ କ'ଣ କରିବାକୁ ପଡ଼ିବ କହିବାକୁ ପଡ଼ିବ। ମୁଁ ଗୋଟେ ଛୋଟିଆ ଷ୍ଟୋରିଟେ ସେଇ ଧାଡ଼ିକୁ ନେଇକି ଲେଖିଦେଇଛି, ଆପଣ ଏଇଟାକୁ କହିବେ। ଏଇଟା ସ୍ପିକ୍ କହିବା ପାଇଁ ଦିଆଯାଇଛି, କୁହାଯିବ, ଏଇଟା ଲେଖାଯିବନି। ଆପଣ ତାକୁ ପଢ଼ନ୍ତୁ, ଆପଣଙ୍କର ପ୍ରୋନାଉନ୍ସିଏସନ୍ ଠିକ୍ ହବ, ଇଂଲିଶ ୱାର୍ଡ ଆପଣ ନୂଆ ନୂଆ ଶିଖିବେ। ଏଇ ପ୍ରକାର ଆକ୍ଟିଭିଟି ଏଇଟା ରହିଛି। ତାପରେ ଲେଖିବା ପାଇଁ ଦେଇଛି ଦେଖନ୍ତୁ ଲେଟ୍ ଅସ୍ ରାଇଟ୍, ଆପଣ ଏଇଟାକୁ ଲେଖିବେ। 4ଟା ନମ୍ବର ଅଛି, 4ଟା ନମ୍ବର ପ୍ରଶ୍ନର ଉତ୍ତର ଆପଣ କ'ଣ କରିବେ ଲେଖିବେ। 1 ନମ୍ବର ଦେଇଛି ଦେଖନ୍ତୁ ହ୍ୱାଇ ଡଜ୍ ରବିନ୍ ଫରଗେଟ୍ ଦ୍ୟାଟ୍ ହିଜ୍ ଭଏସ୍ ଇଜ୍ ଜଷ୍ଟ ଏ କ୍ରକ୍, ନିହାତି କାଉର ସ୍ୱର ତ ସୁନ୍ଦର ନୁହେଁ, ସେ ତ କୋଇଲି ନୁହେଁ, କାହିଁକି ସେ ହେଇଗଲା ନା ତାକୁ ସେ ତ ଫସେଇ ଦେଇଛି ଆଉ କ'ଣ। ସେଇପରି ଭାବରେ ମୁଁ ଆନ୍ସର 2 ନମ୍ବର ବି ଲେଖିଦେଇଛି। ଆଉ ଆପଣ ଦେଖି ଦେଖି ଲେଖି ନିଅନ୍ତୁ, ଆଉ ବୁଝିପାରିଲେ। 3 ନମ୍ବର ବି ଲେଖିବେ। ଦେଖନ୍ତୁ ମୁଁ ଫାଷ୍ଟ ବିଷୟର ଚାପ୍ଟର 1ର ମଧ୍ୟ କ୍ୱେଶ୍ଚିନ୍ ଆନ୍ସର ଅପଲୋଡ଼ କରିସାରିଛି। ଏଇଟା 2 ଚାପ୍ଟର ରହୁଛି। ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗୁଥିବ ଆପଣ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଏବଂ କ'ଣ ଯଦି କିଛି ମିଷ୍ଟେକ୍ ଅଛି ବା ବୁଝିପାରୁନାହାନ୍ତି, ଆପଣ କେଉଁ ଜାଗାରେ ପ୍ରୋବ୍ଲେମ୍ ରହୁଛି, ତାହେଲେ ଆପଣ ମଧ୍ୟ ସେଇଟା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୁଁ ଯଥାସମ୍ଭବ ଚେଷ୍ଟା କରିବି ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ। 7ମ, 8ମ, 4ର୍ଥ, 5ମ ସବୁ ଶ୍ରେଣୀର ପ୍ରଶ୍ନ ଉତ୍ତର ଅପଲୋଡ଼ ହେଇଛି ମୋ ଚ୍ୟାନେଲରେ। ଆପଣ ଯଦି ଚାହିଁବେ ସେଗୁଡ଼ିକୁ ମଧ୍ୟ ଚେକ୍ କରିପାରିବେ। ଆପଣଙ୍କ ଯଦି କିଏ ଭାଇ ଭଉଣୀ ଅଛନ୍ତି ବା ସାଙ୍ଗସାଥି ଅଛନ୍ତି ତାଙ୍କୁ ମଧ୍ୟ କହିବେ, ସେମାନେ ମଧ୍ୟ ଦେଖିପାରିବେ। ତାପରେ ଦେଖନ୍ତୁ ଲାଷ୍ଟ ଅଛି ଆମର ଲେଟ୍ ଅସ୍ ଏକ୍ସପ୍ଲୋର। ଏକ୍ସପ୍ଲୋରରେ କ'ଣ ଅଛି ଦେଖନ୍ତୁ ଅରିଗାମି ତିଆରି କରିବାକୁ ଦେଇଛି, ଯୋଉଟାକି ହେଉଛି ଗୋଟେ ଫୋଲ୍ଡିଂ ଅବଜେକ୍ଟ, ମାନେ କାଗଜକୁ ଆପଣ ଫୋଲ୍ଡ କରି କରି ବିଭିନ୍ନ ପ୍ରକାର ଜିନିଷ ତିଆରି କରିବେ, ଯୋଉଟାକି ଆମର 2D ରହିବ 3D ରହିବ। ସେଇ ଅନୁସାରେ ଦେଖନ୍ତୁ ସେଇଠି ତିଆରି କରିଛି, ଆପଣ ବି ଏଇଟାକୁ କ'ଣ କରିବେ ତିଆରି କରିପାରିବେ। ଯୋଉଟାକି ଆମର କ'ଣ ହବ, ଯେତେବେଳେ ଆମେ ଏଇ ବିଷୟଟାକୁ ପଢ଼େଇବା ସେତେବେଳେ ଆକ୍ସନ୍ କରିବା, ଏଗୁଡ଼ାକୁ ଧରିକି ମଧ୍ୟ ହାତରେ ଆପଣ ଦେଖେଇକି ରୋଲ୍ ସୁନ୍ଦର ରୋଲ୍ କରିପାରିବେ। ଅରିଗାମି ଭଲ ଲାଗେ ଛୁଆମାନଙ୍କର ଏଣ୍ଟରଟେନମେଣ୍ଟ ପାଇଁ, ଏଇଟା ଛୁଆମାନେ ଏନ୍ଜୟ ବି କରିବେ। ଆପଣ ଏଇଟା କ୍ଲାସ୍ରେ ତିଆରି କରନ୍ତୁ ଛୁଆମାନଙ୍କ ପାଇଁ, ଟିଚରମାନଙ୍କୁ ମୋର ଅନୁରୋଧ। ତାପରେ ଦେଖିବା ଆମେ, ଏଇଠି ଆମର ସବୁ ପ୍ରଶ୍ନ ସରିଯାଇଛି। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।